ଥରେ ବାଘକୁ କିଏ କହିଲା ଯେ ତାର ପାଟି ବହୁତ ଗନ୍ଧ ହେଉଛି। ବାଘ ଏଥିରେ ବହୁତ ରାଗିଗଲା। ତାପରେ ସେ ବାଘ ମେଣ୍ଢାକୁ ଡାକି ପଚାରିଲା, ତୁ କହିଲୁ ମୋର ପାଟି କ'ଣ ଗନ୍ଧ ହେଉଛି? ମେଣ୍ଢା ଭାବିଲା ବାଘ ବୋଧେ ପ୍ରକୃତରେ ସତ କଥା ଜାଣିବାକୁ ଚାହୁଁଛି। ତେଣୁ ସେ ମେଣ୍ଢା ବାଘର ପାଟି ଶୁଙ୍ଘିକରି ସତ କଥା କହିଲା, ହଁ ଗନ୍ଧ ହେଉଛି। ବାଘ ଏଥିରେ ରାଗିଯାଇ ସେ ମେଣ୍ଢାକୁ ମାରିଦେଲା। ତାପରେ ବାଘ ଛେଳିକୁ ଡାକି ପଚାରିଲା, ହେଲେ ଛେଳି ବାଘକୁ ଖୁସି କରିବାକୁ ଯାଇ କହିଲା, ନା ଗନ୍ଧ ତ ମୋଟେ ହେଉନାହିଁ, ପ୍ରକୃତରେ ମୁହଁ ଆପଣଙ୍କର ଖାଲି ବାସୁଛି। କିନ୍ତୁ ବାଘ ଠିକ୍ ଜାଣିପାରିଲା ଯେ ଛେଳି ତାକୁ ଖୁସି କରିବାକୁ ଖୋସାମତି କରୁଛି। ତେଣୁ ସେ ବାଘ ଛେଳିକୁ ମଧ୍ୟ ମାରିଦେଲା। ତାପରେ ସେ ବାଘ ବିଲୁଆକୁ ଡାକି ପଚାରିଲା, ବିଲୁଆ, କ'ଣ ମୋ ପାଟି ଗନ୍ଧ ହେଉଛି? ଟିକେ ମୋ ପାଟି ଶୁଙ୍ଘିଲୁ। ବିଲୁଆ ଦେଖିଲା ମେଣ୍ଢା ଓ ଛେଳି ତ ମରି ପଡ଼ିଛନ୍ତି। ସେ ଏଥିରେ ବିପଦ ଅଛି ବୋଲି ଜାଣିପାରି କହିଲା, ମୋତେ ତ ବହୁତ ଥଣ୍ଡା ଧରିଛି, ତେଣୁ ମୋର ନାକ ବନ୍ଦ। ଫଳରେ ମୁଁ କିଛି ବି ଜାଣିପାରୁନାହିଁ ଆପଣ ମୁହଁ ଗନ୍ଧ ହେଉଛି କି ନାହିଁ। ସମୟ ଦେଖି ବେଳେବେଳେ ଚୁପ୍ ରହିବାଟା ହିଁ ସବୁଠୁ ଭଲ।